ଚେରମୂଳ ଭାଗବତ ହାଣ୍ଡିଟି ଅଟଇ ମହାଭାରତ ସୁଧି ଜନେ ଗୁଆ ଚାଉଳ ଅନ୍ୟାନ୍ୟ ଗ୍ରନ୍ଥ ସୁଧି ଜନେ ନିତ୍ୟ ସଂସାର ଏହି ଏଠୁ ପାରି ହେବା ସହଜ ନାହିଁ ଭାଇ ମନରେ ଆହା ଭାଇ ମନରେ ନିଜ ମାୟାରେ ଭାଇ ମନରେ ଆଉ ଚେରମୂଳ ଭାଗବତ ହାଣ୍ଡିଟି ଅଟଇ ମହାଭାରତ ସୁଧି ଜନେ ଗୁଆ ଚାଉଳ ଅନ୍ୟାନ୍ୟ ଗ୍ରନ୍ଥ ସୁଧି ଜନେ ନିତ୍ୟ ସଂସାର ଏହି ଏଠୁ ପାରି ହେବା ସହଜ ନାହିଁ ଭାଇ ମନରେ ଆହା ଭାଇ ମନରେ ନିଜ ମାୟାରେ ପଡୁଛୁ ଭାଇ ଭାଇ ମନରେ ବର୍ତ୍ତମାନ ମଦ ପ୍ରସ୍ତୁତ କରିବା ପାଇଁ ହାଣ୍ଡି ରେଡି ହେଇଗଲା ଇଆଡେ ଚେରମୂଳ ସବୁ ରେଡି ହେଇଗଲା ମଦ ପ୍ରସ୍ତୁତ କରିବା ପାଇଁ ରାନ୍ଧିବା ପାଇଁ ରେଡି ହେଲେ କିଏ ରାନ୍ଧିବ ନା ବ୍ୟାସ ଦେବ ଶୁଣ୍ଡି ହୋଇ ସେ ମଦ ରାନ୍ଧିଲେ ଜ୍ଞାନ ଦୀପ ଜଳାଇ ସୁଧି ଜନେ ଏଇ ହୋଇଲେ ବ୍ରହ୍ମାଣ୍ଡ ଉପରେ ଯାଇ ସୁଧି ଜନେ ନିତ୍ୟ ସଂସାର ଏହି ଏଠୁ ପାରି ହେବା ସହଜ ନାହିଁ ଭାଇ ମନରେ ଆହା ଭାଇ ମନରେ ନିଜ ମାୟାରେ ଉଠୁ ଭାଇ ଭାଇ ମନରେ ହେଲେ କଣ ହେଲା ନା ଏଠି ବ୍ୟାସଦେବ ଶୁଣ୍ଡି ହେଲେ ବ୍ୟାସଦେବ ଶୁଣ୍ଡି ହୋଇ ସେ ମଦ ରାନ୍ଧିଲେ ଜ୍ଞାନ ଦୀପ ଜଳାଇ ଯେଭଳି ଭାବରେ ମଦ ରାନ୍ଧିବା ପାଇଁ ଅଗ୍ନିର ଆବଶ୍ୟକ ଜ୍ଞାନ ରୂପକ ଅଗ୍ନିକି ଜଳାଇକି ମଦ ତିଆରି କରିବା ଆରମ୍ଭ କଲେ ଆଉ କୋଉଠି ରଖିଲେ ନା ଶ୍ରୀମଦ ଭଗବତ ଗୀତା ବୋଲି ନାମ ଦେଇ ଏ ସଂସାର ପାଇଁ ରଖିଲେ ହେଲେ ମଦଟା ସିନା ପ୍ରସ୍ତୁତ ହେଇଗଲା ମଦ ପିଇଲା କିଏ ପ୍ରଥମେ ତ ଆମେମାନେ ପିଇ ନଥିଲେ ତାକୁ କିଏ ପିଇଥିଲା ନା କିଛି ପିଇଥିଲେ କାଶୀ କିଛି ପିଇଥିଲେ ନଦିଆ ଶଶୀ ସୁଧି ଜନେ କିଛି ପିଇଲେ ନାରଦ ବସି ସୁଧି ଜନେ ନିତ୍ୟ ସଂସାର ଏହି ଏଠୁ ପାରି ହେବା ସହଜ ନାହିଁ ଭାଇ ମନରେ ଆହା ଭାଇ ମନରେ ନିଜ ମାୟାରେ ଉଠୁ ଭାଇ ଭାଇ ମନରେ ହେଲେ କଣ ହେଲା କିଛି ପିଇଥିଲେ କାଶୀ ଶଙ୍କର ଭଗବାନ କଣ କଲେ କିଛି ମଦ ପିଇକିରି ସେ କୈଳାସ ରହିଲେ ପ୍ରତି ସମୟରେ ରାମ 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 ଜପ ଆରମ୍ଭ କଲେ ନା ନାଇଁ ବସି ପଡ଼ିଲେ ତପସ୍ୟାରେ ହଜାର ହଜାର ବର୍ଷ ବିତିଗଲା କିଛି ପିଇଥିଲେ କାଶୀ ଆଉ କିଛି ପିଇଥିଲେ ନଦିଆ ଶଶୀ ଶ୍ରୀ ଚୈତନ୍ୟ ମଧ୍ୟ କିଛି ପିଇଲେ ଆଉ କିଛି କଣ ହେଲା ନା ନାରଦ ପାଉଡି ପିଇଲେ ନାରଦ ଅଳ୍ପ ପିଇଲେ ବୋଲେ ମୁଁ ଏତେ ମଦ ପିଇବିନି ମୁଁ ସଂସାର ଯାହା ବୁଲିବି ନାରାୟଣ ନାରାୟଣ କରିକି